ଆସିନଥିଲେ टूर पे आसु कोन हैला कोन सुनबा भाई जाऊ ଆପଣ ଏଠି ହିନ୍ଦୁ ଧର୍ମକୁ ଖ୍ରୀଷ୍ଟିଆନ ଧର୍ମ କରିବା ପାଇଁ ଆସିଥିଲେ ଆମେ ଶୁଣିବାକୁ ପାଇଲୁ की कहला आमे जियो माने आपन को परिवर्तन कर ପରିବର୍ତ୍ତନ କରିବା ପାଇଁ ଆସିଛୁ ଆମେ जियो माने करबे आपन ही जिवे ନା ଆମେ କାହିଁ ହେଇଛୁ ଏଠି ଆପଣଙ୍କ ଝିଅ ଗୋଟେ ଆରେଷ୍ଟ ହେଇଛନ୍ତି सेंती किछि नै आपन जो बाबू भाई बोल एटा किछि नै सब अछि पुलिस आसिले ऑटोमेटिक कबाट खुली हैला ଆପଣ पुलिस आसु छथि तो ଆଜ୍ଞା आमे तो देखलो डाकी दियंतु पुलिस मैडम जियो ଠିକ ଅଛି ଡାକି ଦେଉଛୁ ଆମେ ଡାକି ଦେଉଛୁ ଆପଣଙ୍କର ଯୋଉ କହିଲେ ଆପଣ ଯୋଉ କଲେଜ ଆସିଛନ୍ତି ବୋଲି ଏକ୍ଜାମ ଥିଲା ବୋଲି आमे कॉलेज करबा जियो माने आमे कॉलेज करबा जियो माने जा आपण निजे गूगल रे मारंतु मोर रोल नंबर दउची हां धर्म परिवर्तन पई गोटे धर्म परिवर्तन के करी आसे नै तो धर्म परिवर्तन करला पर दिसुची मोर जणा पड़ते धर्म परिवर्तन करे आपण जा गोटे कथा पचारिलु मु तो नाही कहली सेंती परिवर्तन जिंस पे आमे आसेनु आमे आपण को काम रे आसे ना आमे निजे पर्सनल काम पे आसे आपण कहला बेले एमजी आंगुठी एटा टिके आरंभ कोन कहू तमे आपण तो नाम कोन मोरा रोहित रोहित एमिति कथा होई कहउछन तमे केमते देखो सुनो मते एमिति आपण जियो से तो सेंती तमे केमते कथा होता हां ଆମେ ରେସ୍ପେକ୍ଟ କରୁଛୁ ଆପଣ କୋପରେଟ ଆମେ କୋପରେଟ आपण से तो भलो कथा से भाई भीतर थाई कि मते काई कि आंगुठी देख ନା ନା ଆଗୁଡ ଧରିଲେ ଆପଣ କହୁଥିବେ ଆପଣ ଲାଗିଥିବ ଯେ ଆଗୁଡ ଧରିଲେ ଆପଣ କୋପରେଟ ଆପଣ କୋପରେଟ ଆମେ ଆମ ଦେଶ ଶାନ୍ତି ପାଇଁ देश शांति पई भूमि दे ହଁ देश शांति पई कोन से ट्रेंड कोन ଏ ଶାନ୍ତି ପାଇଁ କି देश शांति देश शांति भूमि दे ଆମେ ସମସ୍ତେ ମିଳିତ ହେଇକି ଆମେ କରୁଥିଲୁ ସମସ୍ତେ ମିଳିତ ହେଇକି ପନ୍ଦର ଷୋହଳ ଜଣ ଆମର ଦେଶ ଶାନ୍ତି ପାଇଁ କେବଳ ହଁ ଯୋଉଠି ହେଲେ କରିଲେ କଣ ଅଛି ହଁ ଖ୍ରୀଷ୍ଟିଆନ କନଭର୍ସନ ହଉଛି ତ ଖବର ପାଇଲା ପରେ ଆମେ ଆସି ପହଞ୍ଚିଲୁ ଯେତେବେଳେ ପହଞ୍ଚିଲୁ ଆମେ ଦେଖିବାକୁ ପଶିଲୁ ଯେତେବେଳେ ହୋଟେଲ ମାଲିକ ଆମକୁ କହିଲେ ନାଇଁ ଏଠି କିଛି ହଉନି ଠିକ ଅଛି କିଛି ହଉନି କହିଲେ ଆମେ କହିଲୁ ଠିକ ଅଛି କିଛି ହଉନି ଆମେ ଦେଖିବୁ ଆମେ ଯାଇ ସବୁ ଆମେ ହଉନି କହିବା ଭିତରେ ସିଏ କଣ କହିଲେ ଆଖି ଠାର ଦେଇଦେଲେ ସମସ୍ତଙ୍କୁ ତା ଭିତରେ ବହୁତ ଜିନିଷ ଏପଟ ସେପଟ ହେଇଗଲା କିଛି ଲୋକ ସାଇଡ ରୁ ପଛ ଗେଟ୍ ଦେଇକି ପଳେଇଲେ ଆମେ ପଶିବା ଭିତରେ କିଛି ଲୋକ ପଳେଇଛନ୍ତି କିଛି ଲୋକ ଆମେ ଧରିଲା ଭିତରେ ପାଇଲୁ ବାଇବେଲ ପାଇଲୁ କିଛି ତାଙ୍କର ଯୋଉ ପାଣି ସବୁ କଣ ମେଡିସିନ କିଛି ତାଙ୍କୁ ସେମାନେ କଣ କୌଣସି ପାଣିକୁ ଆମେ ଜାଣିନୁ ପବିତ୍ର ଜଳ କଣ କହନ୍ତି ଧରିଥିଲେ ତାପରେ କିଛି ଲୋକଙ୍କୁ ଡିଟେନ କଲୁ ଯୋଉମାନେ କନ୍ଧମାଳ ଫୁଲବାଣୀ ଭଦ୍ରକ ଏମିତି କୋଉ ସବୁ ଜାଗାରୁ ଆସିଥିଲେ ଅଲଗା ଜିଲ୍ଲାରୁ ତାଙ୍କୁ ପଚାରୁ ସେମାନେ ଜାଣିବାକୁ ପାଇଲୁ ସେମାନେ ଆସିଥିଲେ ଏଠି ଖ୍ରୀଷ୍ଟିଆନ ପ୍ରୋଗ୍ରାମ ଅଛି କନଭର୍ସନ ହଉଛି ଆଉ ସେମାନେ ଜାଣିନାହାନ୍ତି କଣ ପାଇଁ ସେମାନେ କନଭର୍ସନ ହଉଛି ତାଙ୍କୁ ଏଠି କୁହା ହଉଛି କି ତମକୁ ଆମେ ମେଡିକାଲ ଫେସିଲିଟି ଦବୁ ଜମି ଦବୁ ଘର ଦବୁ ଏଜୁକେସନ ଦବୁ ଆଉ ହିନ୍ଦୁ ଧର୍ମରେ କିଛି ନାହିଁ ଲେଖା ହେଇଛି ଡାଇରୀ ଆପଣ ଦେଖିବେ ଡାଇରୀ ଲେଖା ହେଇଛି ସେମାନେ ହିନ୍ଦୁକୁ ଆଉ ଖ୍ରୀଷ୍ଟିଆନକୁ ଡିଫରେନ୍ସ କରି ଦେଖାଉଛନ୍ତି ହୋଟେଲ ରେ କିଛି ଲୋକ ଆସି ବାହାରୁ ଆସି ସେମାନେ ସ୍ଥାନୀୟ ଲୋକଙ୍କୁ ଡାକିକିରି ଏଠି ଗୋଟେ ମିଟିଂ କରୁଛନ୍ତି କନଭର୍ସନ କରିବା ଉପରେ ତ ଆମେ ଆସି ଦେଖିଲୁ ପ୍ରାୟ ଗୁଡ଼ାଏ ଲୋକ ପଳେଇ ଯାଇଥିଲେ ତ 5-6 ଜଣ ଲୋକଙ୍କୁ ଆମେ ନେଇ ଥାନା ଡିଟେନ୍ କରିଛୁ କିଛି ବାଇବେଲ ବି ମିଳିଛି ଅନ୍ୟ ପୁସ୍ତିକା ବି ମିଳିଛି ତ ସେଗୁଡ଼ାକୁ ଆମେ ଆଟେଣ୍ଡ ନେଇଛୁ ଭେରିଫାଇ କଲା ପରେ ଜଣାପଡ଼ିବ ଆକ୍ଚୁଆଲି ଯେ କେଉଁମାନେ ଇନଭଲ୍ଭ ଥିଲେ କ'ଣ କରୁଥିଲେ। ସମସ୍ତଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ବହୁମୂଲ୍ୟ ନାମରେ ମୋର ଆନ୍ତରିକ ନମସ୍କାର। ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା କିଛି ଖ୍ରୀଷ୍ଟିଆନ ବିରୋଧୀ ତାହାଙ୍କର ମତ ଏବଂ ପ୍ରକୃତରେ ସତ୍ୟ ବିଷୟ କ'ଣ, ଏ ତିନୋଟି ବିଷୟକୁ ଆମେମାନେ ଆଜି ଆଲୋଚନା କରିବା। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣମାନେ ଭଲ ଭାବରେ ଜାଣନ୍ତି ଯେ ଖ୍ରୀଷ୍ଟିଆନ ବିରୋଧୀମାନେ କିଭଳି ଧର୍ମ ପରିବର୍ତ୍ତନର ଆରୋପ ସେମାନେ ଲଗାନ୍ତି। ଆପଣ ଏଇଟା ଭଲ ଭାବରେ ଆପଣ ଜାଣିଛନ୍ତି। ତେବେ ଯଦି କୌଣସି ଖ୍ରୀଷ୍ଟିଆନ ବିରୋଧୀ ମୋ ଭିଡ଼ିଓ ଦେଖୁଥାନ୍ତି ତେବେ ମୁଁ ସେମାନଙ୍କୁ ଏଇଆ କହିବା ପାଇଁ ଚାହେଁ, ଧର୍ମ ପରିବର୍ତ୍ତନ ହେଉଅଛି ସେଥିପାଇଁ କେଉଁ ଖ୍ରୀଷ୍ଟିଆନ ଦାୟୀ ନୁହନ୍ତି। ଧର୍ମ ପରିବର୍ତ୍ତନ ହେଉଛି ଏଥିପାଇଁ ତୁମେମାନେ ହିଁ ନିଜେ ଦାୟୀ। ତୁମ ଭଳି ଖ୍ରୀଷ୍ଟିଆନ ବିରୋଧୀମାନେ ହିଁ ଦାୟୀ ଅଟନ୍ତି ଯେ ଧର୍ମ ପରିବର୍ତ୍ତନ ହେଉଛି। ଆଉ ଯେଉଁମାନେ କି ଗୋଟିଏ ଧର୍ମରୁ ଛାଡ଼ିକି ଆଉ ଗୋଟେ ଧର୍ମକୁ ଯାଉଛନ୍ତି, ତେବେ କାହିଁକି ସେମାନେ ଗୋଟିଏ ଧର୍ମରୁ ଛାଡ଼ିକି ଆଉ ଗୋଟେ ଧର୍ମକୁ ଯାଉଛନ୍ତି, ତାର କେତୋଟି କାରଣ ରହିଅଛି ଯାହାକି ନିତାନ୍ତ ସତ୍ୟ ବିଷୟ ଅଟେ। କିନ୍ତୁ ଏହି କଥାକୁ ଖ୍ରୀଷ୍ଟିଆନ ବିରୋଧୀମାନେ ହଜମ କରିପାରିବେ ନାହିଁ। ତେବେ ପ୍ରଥମ ବିଷୟ ହେଉଛି
ଯେ ତୁମେ ନିଜେ ଆଉ ଯଦି ତୁମର ଲୋକମାନେ ନିଜର ଲୋକମାନେ ତୁମର ଧର୍ମର ଲୋକମାନେ ଯଦି କୌଣସି ମନ୍ଦିରରେ ପ୍ରବେଶ ନ କରିପାରନ୍ତି କିମ୍ବା କୌଣସି ଭୋଗ ଖାଇ ନ ପାରନ୍ତି ଆଉ ସେଥିପାଇଁ ସେମାନେ କ'ଣ ହେଉଛନ୍ତି ଅନ୍ୟ ଧର୍ମ ପ୍ରତି ଆକର୍ଷିତ ହେଉଛନ୍ତି। ଯଦି ତୁମେମାନେ ତୁମର ହିଁ ଲୋକମାନଙ୍କୁ ମନ୍ଦିର ଭିତରେ ପ୍ରବେଶ କରାଇବ ନାହିଁ ତେବେ ସେମାନେ କୁଆଡ଼େ ଯିବେ? ସେମାନେ ଚର୍ଚ୍ଚ ଯିବେ କିମ୍ବା ମସଜିଦ୍ ଯିବେ। ଆଉ ଛୋଟ ଜାତି ବୋଲି ତୁମେ କହିକି ଛୋଟ ଜାତିର ଲୋକମାନଙ୍କୁ ମନ୍ଦିରରେ ତ ତୁମେ ପୁରେଇବ ନାହିଁ। ତା ସହିତ ଯଦି ସେମାନଙ୍କୁ ଭୋଗ ବି ଯଦି ତୁମେ ଖାଇବା ପାଇଁ ଦେବ ତୁମେ କ'ଣ କରୁଛ? ଦୂରରୁ ଫୋପାଡ଼ିବ ଭୋଗକୁ। ଯେମିତି କ୍ରିକେଟ ଫିଲ୍ଡରେ ଯେମିତି ବଲ୍କୁ କ୍ୟାଚ୍ କରାଯାଏ ସେମିତି ତୁମେ ଭୋଗ ଫିଙ୍ଗିବ ଆଉ ଛୋଟ ଜାତିର ଲୋକମାନେ ଭୋଗକୁ କ୍ୟାଚ୍ କରିବେ। ଆଉ ଏଇଟା ହିଁ ତୁମ ଧର୍ମ କ'ଣ ଏଇଟା ତୁମକୁ ଶିଖାଉଛି ଏମିତି କର ବୋଲି। ତେବେ ସେମାନେ କୁଆଡ଼େ ଯିବେ? ନିହାତି ଭାବରେ ସେମାନେ ତୁମ ଧର୍ମକୁ ଛାଡ଼ିକି ଅନ୍ୟ କୌଣସି ଧର୍ମକୁ ସେମାନେ ଯିବେ। ସେ ଖ୍ରୀଷ୍ଟିଆନ ଧର୍ମ ହେଉ କିମ୍ବା ମୁସଲିମ ଧର୍ମ ହେଉ ଅନ୍ୟ କୌଣସି ଧର୍ମ ହେଉ ନା କାହିଁକି। ଏଇଟା ହେଉଛି ପ୍ରଥମ କାରଣ। ଆଉ ଦ୍ୱିତୀୟ କାରଣ ହେଉଛି ବାବା ସାହେବ ଆମ୍ବେଦକର ଦେଇଥିବା ଅଧିକାର, ଯେଉଁଟାକି ଆମର ମୌଳିକ ଅଧିକାର ମଧ୍ୟରେ ଗୋଟେ ହେଉଛି ଧର୍ମଗତ ସ୍ୱାଧୀନତା ଅଧିକାର। ଯେତେବେଳେ ଜଣେ ନିଜ ଧର୍ମରେ ସୁରକ୍ଷିତ ମନେ କରେ ନାହିଁ ସେତେବେଳେ ସେ ଭାବେ ଯେ ମୁଁ ଅନ୍ୟ ଧର୍ମକୁ ଚାଲିଯିବି ଆଉ ମୋର କୌଣସି ଅସୁବିଧା ହେବ ନାହିଁ, କାରଣ ବାବା ସାହେବ ଆମ୍ବେଦକର ମୋତେ ଏଇ ଅଧିକାର ମୋତେ ଦେଇଅଛନ୍ତି। ସେଥିପାଇଁ ସେ କ'ଣ କରିବ ନା ସେ ଅଧିକାରକୁ ଭଲ ଭାବରେ ଉପଯୋଗ କରିବ ଏବଂ ଅନ୍ୟ ଧର୍ମକୁ ସେ ଚାଲିଯିବ। ଆଉ ସେଥିପାଇଁ ଲୋକମାନେ କ'ଣ କରୁଛନ୍ତି? ସାହସର ସହିତ ହିନ୍ଦୁ ଧର୍ମକୁ ପରିତ୍ୟାଗ କରୁଛନ୍ତି। ଆଉ ତୁମେମାନେ ଏଠି ଖଞ୍ଜନି ବାଡ଼େଇ ହେଉଛ ଯେ ହିନ୍ଦୁ ଧର୍ମ ବିପଦର ଅଛି, ହିନ୍ଦୁ ଧର୍ମ ବିପଦର ଅଛି। ଆରେ ହିନ୍ଦୁ ଧର୍ମ ତୁମ ପାଇଁ ହିଁ ବିପଦର ଅଛି, କୌଣସି ଖ୍ରୀଷ୍ଟିଆନ ଲୋକ ପାଇଁ ନୁହେଁ। ତୃତୀୟ ବିଷୟ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ମହାନ ଆଦେଶ ଦେଇଛନ୍ତି ତୁମେମାନେ ପାଳନ କର। ପ୍ରଭୁ ଯୀଶୁଖ୍ରୀଷ୍ଟ ବାଇବେଲରେ ଆଦେଶ ଦେଲେ ମାଥ୍ୟୁ ଲିଖିତ ସୁସମାଚାର ତା'ର 28 ପର୍ବ 18, 19, 20 ପଦରେ ତୁମେମାନେ ଯାଅ ସମଗ୍ର ପୃଥିବୀରେ ସୁସମାଚାର ଘୋଷଣା କର। ଯଦି ଆମ ପ୍ରଭୁ ଆମକୁ ଯଦି ଆଦେଶ ଦେଇଛନ୍ତି ତୁମେ ଯାଇକି ଯୀଶୁଙ୍କ ବିଷୟ ପ୍ରଚାର କର ମାନେ ଆମେ ନିହାତି କରିବୁ। ଯଦି ତୁମ ଭଗବାନ ତୁମକୁ କିଛି କରିବା ପାଇଁ ଆଦେଶ ଦିଅନ୍ତି ତେବେ ତୁମେ କରିବ ନା ନାହିଁ? ନିହାତି କରିବ। ସେମିତି ପ୍ରଭୁ ଯୀଶୁ ଆମକୁ ଆଦେଶ ଦେଲେ ତୁମେ ଯାଇକି ସୁସମାଚାର ଘୋଷଣା କର। ସେଥିପାଇଁ ଆମେ ଯେଉଁଠି ଆମେ ପାରୁଛୁ ଯାହାକୁ ଆମେ ପାରୁଛୁ ଆମେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟକୁ ଆମେ କହୁଛୁ, ଆମେ ଯୀଶୁଙ୍କ ବିଷୟରେ ଜଣାଉଛୁ। ତେବେ ଯାହାକୁ ଭଲ ଲାଗିଲା ସେ ଯୀଶୁଙ୍କ ପାଖକୁ ଆସିଲା। ତେବେ ତୁମେମାନେ ଯେଉଁ ଖଞ୍ଜନି ବାଡ଼େଇ ହେଉଛ ଯେ ସେ ଧର୍ମ ପରିବର୍ତ୍ତନ କରିଦେଲା, ତାକୁ ଏତିକି ଟଙ୍କା ମିଳିଗଲା, ତାକୁ ଚାଉଳ ବସ୍ତା ମିଳିଗଲା, ତୁମେ ତ କୌଣସି ପ୍ରମାଣ ତୁମେ ଦେଇପାରିବ ନାହିଁ, କେବଳ ଆରୋପ ତୁମେ ଲଗାଇବ ନାଇଁ କି। ତେଣୁ ଏହିସବୁ କାରଣ ନିମନ୍ତେ ଲୋକମାନେ ସମସ୍ତେ ତୁମ ଧର୍ମକୁ ଛି ଛି କରୁଛନ୍ତି, ସବୁ ଛେପ ପକାଉଛନ୍ତି ଆଉ ଅନ୍ୟ ଧର୍ମକୁ ପଳାଉଛନ୍ତି। ନମସ୍କାର ପ୍ରିୟ ବନ୍ଧୁଗଣ, ଯଦି ଭିଡ଼ିଓ ଭଲ ଲାଗିଥାଏ ଭିଡ଼ିଓକୁ ସେୟାର କରନ୍ତୁ, ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।